ରାସ୍ତାଟି କାହାର? ରାସ୍ତାଟି କାହାର? ଦେଖନ୍ତୁ ଲୋକେ କିପରି ଯାଉଛନ୍ତି। ରାସ୍ତାଟି କାହାର? ଦେଖନ୍ତୁ ଆଜ୍ଞା, ପୋଲ ଉପରେ ଲୋକେ କିପରି ଯାଉଛନ୍ତି। ଏ ବିପଦପୂର୍ଣ୍ଣ ରାସ୍ତାରେ ଟିକିଏ ବାଲାନ୍ସ ଫେଲ୍ ହେଲେ ଗଳି ପଡ଼ିବେ। ପ୍ରାୟ 20ରୁ 30 ଫୁଟ ଖାଲ ଗୁରାଡ଼ି ନଳାକୁ। ଥରେ ଗଳି ପଡ଼ିଲେ ଆଉ ବଞ୍ଚିବା ସମ୍ଭବ ନୁହେଁ। ତଳେ ରହିଛି ବିରାଟ ବଡ଼ ନଳା। ଏହି ନଳା ତୈଳାକ୍ତ ପିଚୁ ପାଣି ଯାହା ଆମ କାରଖାନାରୁ ବୋହି ଆସୁଛି। ଏହି ଯାତାୟାତ ପୋଲଟିର ଅବସ୍ଥା ଦେଖନ୍ତୁ। ବିଗତ ବହୁ ବର୍ଷ ଧରି ଏହି ପୋଲର ବାଡ଼ କଂକ୍ରିଟରେ ନ ହୋଇ ଖାଲି ଇଟା ସିମେଣ୍ଟରେ ହୋଇଥିବାରୁ ବାରମ୍ବାର ଗଳୁଛି। ଏହି ଭଙ୍ଗା ପୋଲ କାହାରି ପରିବାର ନ ଭାଙ୍ଗୁ ସେ ନେଇ ଆମର ଏହି ଖବର। ଦକ୍ଷିଣ ରାଉରକେଲାର ଦେଓଗାଁ ତରକରା ହୋଇ ଏହି ରାସ୍ତାଟି ଯାଇଛି ହନୁମାନ ବାଟିକା ପର୍ଯ୍ୟନ୍ତ। ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି ଦକ୍ଷିଣ ରାଉରକେଲାର ଶହ ଶହ ଲୋକ। ରାଉରକେଲାର ଉଦିତ ନଗର, ସିଭିଲ ଟାଉନସିପ୍, RGH, ହାଇଟେକ୍ ହସ୍ପିଟାଲ, ହନୁମାନ ବାଟିକା ଯିବା ପାଇଁ ଏକମାତ୍ର ରାସ୍ତା। ରାସ୍ତାଟି ପାଖାପାଖି 2 କିଲୋମିଟର ହୋଇଥିବା ବେଳେ ରାସ୍ତାରେ କୂଅ, ପୋଖରୀ ପରି ଖାଲଖମା ଦେଖନ୍ତୁ। ଏହି ରାସ୍ତାଟି ଥରେ ନିର୍ମାଣ ପରେ ଆଉ ତା'ର ରକ୍ଷଣାବେକ୍ଷଣ ନଥିବାରୁ ରାସ୍ତାରୁ ପିଚୁ ଉଠି ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ପୋଲ ଦେଇ ବଡ଼ ବଡ଼ ଗାଡ଼ି, ବୋଲେରୋ ଠାରୁ ଆରମ୍ଭ କରି ଜିପ୍, ସ୍କର୍ପିଓ ସମେତ 2 ଚକିଆ ଯାନ ଓ 3 ଚକିଆ ଅଟୋ ମଧ୍ୟ ଯାଉଛି। ତେଣୁ ପୋଲର ସିମେଣ୍ଟ ଇଟାବାଡ଼ ଭାଙ୍ଗି ନଷ୍ଟ ହୋଇଯାଉଛି। କଥା ହେଉଛି ଏହି ରାସ୍ତାଟି କାହାର? ଦେଖନ୍ତୁ ରାସ୍ତାର ଅବସ୍ଥା। ଏଥିପାଇଁ ଦାୟୀ କିଏ? କିଏ କରିବ ଏହି ରାସ୍ତାର ମରାମତି? ବାପ ମା ନଥିବା ରାସ୍ତା। ଯାହାର ବି ହେଉ ସେ ଏହି ଖବର ପ୍ରସାରଣ ପରେ ନିଶ୍ଚିତ କାର୍ଯ୍ୟ କରିବେ। ସମସ୍ୟା ବହୁଳ ଏହି ରାସ୍ତାର ମରାମତି ହାତକୁ ନେଇ କାର୍ଯ୍ୟ କଲେ ଲୋକଙ୍କ ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଛି। ଦେଖନ୍ତୁ ତାରି ଚିତ୍ର। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।